Hello students, today we will discuss some MCQs for your annual exam. ठीक ଅଛି ତ ତୁମର ଆଗାମୀ ପରୀକ୍ଷା ନିମନ୍ତେ ପ୍ରତ୍ୟେକ ବିଷୟରୁ ମୁଁ କିଛି ସର୍ଟ କ୍ୱେଶ୍ଚିନ୍ ତୁମ ପାଇଁ ବାଛି ନେଇଛି ଯାହା ତ ମୁଖ୍ୟତଃ ପରୀକ୍ଷା ଦର୍ପଣରୁ ଆସିଛି। ଠିକ୍ ଅଛି, ତୁମେ ୟାକୁ ଦେଖିନେବ ଯାହାକି ତୁମ ଏକ୍ଜାମ୍ ପାଇଁ ତୁମ ପାଇଁ ୟୁଜଫୁଲ୍ ହେବ। ଠିକ୍ ଅଛି, ତ ପ୍ରଥମେ ଦେଖିବା ଯେ ଆମର ଫାର୍ଷ୍ଟ ପଏମ୍ ରହିଛି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍। ସମସ୍ତ ଜିନିଷ ସୁନ୍ଦର ଏବଂ ଉଜ୍ଜଳ। ତ ଦେଖିନେବା କ'ଣ ରହିଛି ଆମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକ। ତ ଫାର୍ଷ୍ଟ କ୍ୱେଶ୍ଚିନ୍ ରହିଛି ଆକର୍ଡିଂ ଟୁ ଦ ପୋଏଟ୍ C.F. ଆଲେକ୍ଜାଣ୍ଡର ଅଲ୍ ଥିଙ୍ଗସ୍ ହାଭ୍ ବିନ୍ ମେଡ୍ ବାଇ ଡ୍ୟାସ୍। ତ ଆଲେକ୍ଜାଣ୍ଡରଙ୍କ ଅନୁସାରେ ଏ ପ୍ରତ୍ୟେକ ଜିନିଷ ଗୁଡ଼ାକ କାହା ଦ୍ୱାରା ସୃଷ୍ଟି ହେଇଛି? ଅପସନ୍ ଏ ଅଛି ମ୍ୟାନ୍, ବି ଅଛି ହେଭନ୍, ସି ଅଛି ଗଡ୍, ଡି ଅଛି ସ୍ପିରିଟ୍। ତ ଏହା ମଣିଷ ଦ୍ୱାରା ତିଆରି ହେଇଛି ନା ସ୍ୱର୍ଗ ଦ୍ୱାରା ତିଆରି ହେଇଛି ନା ଈଶ୍ୱରଙ୍କ ଦ୍ୱାରା ତିଆରି ହେଇଛି ନା ସ୍ପିରିଟ୍ ବା ଆତ୍ମା ଦ୍ୱାରା ତିଆରି ହେଇଛି? ତ ଆମର ଅପସନ୍ କ'ଣ ହେବ? ତୁମେ ମନେ ମନେ ଗେସ୍ କରିନିଅ ଯାହା ତୁମ ଏକ୍ଜାମ୍ ପାଇଁ ତୁମକୁ ପ୍ରଫିଟେବୁଲ୍ ହେବ। ଠିକ୍ ଅଛି, ତ ଆମର ଅପସନ୍ ସି ବା ଗଡ୍ ହେବ। ତ ଆକର୍ଡିଂ ଟୁ ଦ ପୋଏଟ୍ C.F. ଆଲେକ୍ଜାଣ୍ଡର ଅଲ୍ ଥିଙ୍ଗସ୍ ହାଭ୍ ବିନ୍ ମେଡ୍ ବାଇ ଦ ଗଡ୍। ସବୁକିଛି ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହେଇଛି ବୋଲି ତ ଆମର ପୋଏଟ୍ କହିଛନ୍ତି। ଠିକ୍ ଅଛି, ଦେଖିବା ନମ୍ବର 2 କ'ଣ ରହିଛି। ନମ୍ବର 2 ରହିଛି ଦ ପୋଏଟ୍ ସେଜ୍ ଅଲ୍ ଥିଙ୍ଗସ୍ ଆର୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ସିମିଲାରଲି ଅଲ୍ ଥିଙ୍ଗସ୍ ଆର୍ ଡ୍ୟାସ୍। କବି କହୁଛନ୍ତି କି ସମସ୍ତ ଜିନିଷ ଗୁଡ଼ାକ ଉଜ୍ଜଳ ଏବଂ ସୌନ୍ଦର୍ଯ୍ୟ ବା ସୁନ୍ଦର। ସିମିଲାରଲି ସେହିପରି ଅଲ୍ ଥିଙ୍ଗସ୍ ଆର୍ ବ୍ରାଇଟ୍ ଆଣ୍ଡ ୟୁଜଫୁଲ୍। ବି ଅଛି ୱାଇଜ୍ ଆଣ୍ଡ ୱଣ୍ଡରଫୁଲ୍। ୱାଇଜ୍ ଆଣ୍ଡ ୟୁଜଫୁଲ୍ ନା ବ୍ରାଇଟ୍ ଆଣ୍ଡ ୱଣ୍ଡରଫୁଲ୍? ତ ଭାବ କେଉଁଟା ହେବ ଅପସନ୍? ତ ଅଲ୍ ଥିଙ୍ଗସ୍ ଆର୍ ୱାଇଜ୍ ଆଣ୍ଡ ୱଣ୍ଡରଫୁଲ୍। ତ ଅପସନ୍ ବି ହିଁ ହେବ। ଠିକ୍ ଅଛି, ଦେଖିନେବା କ'ଣ ରହିଛି ନମ୍ବର 3 ହ୍ୱାଟ୍ ହାଜ୍ ଗଡ୍ ଗିଭେନ୍ ଟୁ ଦ ଲିଟଲ୍ ବାର୍ଡ଼ସ୍। ତ କ୍ଷୁଦ୍ର କ୍ଷୁଦ୍ର ପକ୍ଷୀମାନଙ୍କୁ ଈଶ୍ୱର କ'ଣ ଦେଇଛନ୍ତି? ଟିନି ୱିଙ୍ଗସ୍ ଦେଇଛନ୍ତି ନା ଗ୍ଲୋଇଂ କଲର୍ସ ଦେଇଛନ୍ତି ନା ବ୍ୟୁଟିଫୁଲ୍ ବେକ୍ସ ଦେଇଛନ୍ତି ନା ସ୍ମଲ୍ ଲେଗ୍ସ ଦେଇଛନ୍ତି? ତୁମକୁ ଲାଗୁଥିବ ଏ ସବୁଯାକ ହେବ କାରଣ ଗୋଟେ ଚଢ଼େଇର ଏ ସବୁ କିଛି ଅଛି, କିନ୍ତୁ ତୁମର ପୋଏମ୍ ଅନୁଯାୟୀ ତା ଆନ୍ସର୍ କେଉଁଟା ହେବ? ତା ଆନ୍ସର୍ 3A ହେବ ଟିନି ୱିଙ୍ଗସ୍। ତୁମେ ଦେଖିଥିବ କବିତାରେ ଅଛି କି ତାଙ୍କର କ'ଣ ହେଇଛି ନା ଟିନି ୱିଙ୍ଗସ୍ ବା କ୍ଷୁଦ୍ର କ୍ଷୁଦ୍ର ଡେଣା ଈଶ୍ୱର ଦେଇଛନ୍ତି ବୋଲି ଚଢ଼େଇମାନଙ୍କୁ କବି କହୁଛନ୍ତି। ଠିକ୍ ଅଛି, ତ ନମ୍ବର 4 ଦେଖିବା କ'ଣ ରହିଛି। ଦ ଫ୍ଲାୱାର୍ସ ଆର୍ ବ୍ୟୁଟିଫୁଲ୍ ବିକଜ୍ ଅଫ୍ ଦେୟାର ଡ୍ୟାସ୍। ତ ପୁଷ୍ପ ଗୁଡ଼ିକ ସୁନ୍ଦର କାରଣ ସେମାନଙ୍କର କ'ଣ ପାଇଁ? ନା ଲିଭ୍ସ ପତ୍ର ଗୁଡ଼ାକ ପାଇଁ ନା ପେଟାଲ୍ସ ପାଖୁଡ଼ା ପାଇଁ ନା ସ୍ପ୍ରିଟ୍ସ ତାଙ୍କ ସୁନ୍ଦର ଫଳ ପାଇଁ ନା ଗ୍ଲୋଇଂ କଲର୍ସ ନା ତାଙ୍କର ଚମକୁଥିବା ରଙ୍ଗ ପାଇଁ? ତ ଫୁଲ ଗୁଡ଼ାକ କ'ଣ ପାଇଁ ସୁନ୍ଦର? ତ ଅପସନ୍ କ'ଣ ହେବ? ନା ଅପସନ୍ ହେବ ଗ୍ଲୋଇଂ କଲର୍ସ ତାଙ୍କର ଚମକୁଥିବା ରଙ୍ଗ ପାଇଁ। ଠିକ୍ ଅଛି, ଦେଖିବା କ'ଣ ରହିଛି ନେକ୍ସଟ କ୍ୱେଶ୍ଚିନ୍। ନମ୍ବର 5 ଫ୍ଲାୱାର ଇଜ୍ ଟୁ ଓପନ୍ ଆଜ୍ ବାର୍ଡ଼ ଇଜ୍ ଟୁ ଡ୍ୟାସ୍। ତ ଅପସନ୍ କ'ଣ ହେବ? ବି ହେବ, ସି ହେବ। ନମ୍ବର 6 ରହିଛି ଦ ମାଉଣ୍ଟେନ୍ ଇନ୍ ଦ ପୋଏମ୍ ଅଲ୍ ଥିଙ୍ଗସ୍ ଆର୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ଇଜ୍ ଡେସ୍କ୍ରାଇବ୍ଡ ଆଜ୍। ତ ମାଉଣ୍ଟେନ୍ ଯେଉଁ ଏଇ କବିତାରେ ମାଉଣ୍ଟେନ୍ ବା ପର୍ବତ ଗୁଡ଼ାକ କେଉଁ ହିସାବରେ ବର୍ଣ୍ଣନା କରାଯାଇଛି? ବ୍ଲୁ କଲର୍ ନା ବ୍ଲାକ୍ ହେଡ଼େଡ଼ ନା ପର୍ପଲ୍ ହେଡ଼େଡ଼ ନା ଡାର୍କ ହେଡ଼େଡ଼? ଭାବ ଅପସନ୍ କ'ଣ ହେବ? ନା ମାଉଣ୍ଟେନ୍କୁ ଏଠି କ'ଣ କୁହାଯାଇଛି? ନା ପର୍ପଲ୍ ହେଡ଼େଡ଼ ବୋଲି କୁହାଯାଇଛି। ଅପସନ୍ ସି ହେବ। ଠିକ୍ ଅଛି, ନମ୍ବର 7 ଦେଖିବା କ'ଣ ରହିଛି। ଇନ୍ ଦ ଏକ୍ସପ୍ରେସନ୍ ପର୍ପଲ୍ ହେଡ଼େଡ଼ ମାଉଣ୍ଟେନ୍ସ। ପର୍ପଲ୍ ହେଡ଼େଡ଼ ମିନ୍ସ କ'ଣ? ତ ଏଠି ପର୍ବତକୁ ଯେଉଁ କୁହାଯାଇଛି ଯେ ପର୍ପଲ୍ ହେଡ଼େଡ଼ ବୋଲି ତା'ର ଉପର ଶୀର୍ଷ ବାଇଗଣ ରଙ୍ଗ ବୋଲି ବର୍ଣ୍ଣନା କରାଯାଇଛି। ତା ଅର୍ଥ କ'ଣ ହେବ? ତା ଅର୍ଥ ହେଉଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ନା ବ୍ଲୁଇସ୍ ରେଡ଼୍ ନା ରେଡ଼୍ ଆଣ୍ଡ ୟେଲୋ ନା ଡାର୍କ ଆଣ୍ଡ ରେଡ଼୍? ତ କ'ଣ ହେବ? ନା ଅପସନ୍ ବି ହେବ ବ୍ଲୁଇସ୍ ରେଡ଼୍। ଠିକ୍ ଅଛି, ପର୍ବତର ଉପର ଅଂଶ ସବୁଜିମା ରହିଛି ଏବଂ ଅସ୍ତଗାମୀ ସୂର୍ଯ୍ୟ ଆଉ ତାପରେ ରଙ୍ଗାୟିତ ହେଲେ ତା ବ୍ଲୁଇସ୍ ରେଡ଼୍ ଦେଖାଯାଏ। ଠିକ୍ ଅଛି, ନମ୍ବର 8 ଦେଖିବା ଗଡ୍ ହାଜ୍ ଗିଭେନ୍ ଡ୍ୟାସ୍ ୱିଙ୍ଗସ୍ ଟୁ ବାର୍ଡ଼ସ୍। ଈଶ୍ୱର କେଉଁଭଳି ଡେଣା ଦେଇଛନ୍ତି ଚଢ଼େଇମାନଙ୍କୁ? ଟିନି ୱିଙ୍ଗସ୍ ନା ଷ୍ଟ୍ରଙ୍ଗ ୱିଙ୍ଗସ୍ ନା ବିଗ୍ ୱିଙ୍ଗସ୍ ନା ନନ୍ ଅଫ୍ ଦିଜ୍? ତ କ'ଣ ହେବ? ତ ଆମେ ଦେଖିଲେ ୟା ପୂର୍ବ କ୍ୱେଶ୍ଚିନ୍ରେ ଟିନି ୱିଙ୍ଗସ୍ ଦେଇଛନ୍ତି, ତ ସେଇଭଳି ଟିନି ଲେଖିପାରିବ। ଠିକ୍ ଅଛି, କ୍ୱେଶ୍ଚିନ୍ ରିପିଟ୍ ଅଛି। ନମ୍ବର 9 ଦେଖିବା ଦ ରିଭର୍ ରନ୍ସ ବାଇ ଦ ଡ୍ୟାସ୍।
नदी गुड़ाक प्रवाहमान अटंती क्या द्वारा ना ट्री फील्ड रोड एंड माउंटेन। तो क्योंटा हम द माउंटेन हम द रिवर रन्स बाय द माउंटेन कारण आम जाचे पर्वतर गिरी कंदर दे नदी गुड़ाक प्रवाहित हुंती। ठीक अच्छे देखा नंबर 10 कौन रही व्हाट ब्राइटेन्स ऑफ द स्काई। तो आकाश रे कौ जिन उज्ज्वलता भरी दे थाए द मॉर्निंग द सनसेट सी अच्छी द नाइट डी अच्छी द मॉर्निंग एंड द सनसेट। तो कौन है द मॉर्निंग एंड द सनसेट कारण आम जाचे उदयकालीन और अस्तकालीन सूर्यंकर जो लाल वर्णर किरण ठीक अच्छे जोटा कि आकाश को उज्ज्वलता भर दे थाए। नंबर 11 देखा कौन रही द विंड इज डैश इन विंटर। तो पवन किभली होता है शीत दिने। तो ऑप्शन ए अच्छी हॉट बी अच्छी कोल्ड सी अच्छी जेंटल डी अच्छी स्पीडी। तो उत्तप्त होता है ना ठंडा होता है ना शांत होता है ना द्रुतगामी होता है। तो ऑप्शन बी हम कोल्ड इन विंटर ठीक अच्छे शीतुआ पागरे पवन ठंडा होता है। नंबर 12 देखा कौन रही अकॉर्डिंग टू द पोएट द समर सन इज डैश। तो कवि अनुसार ग्रीष्मकालीन सूर्य क्यों भली ए हॉट बी कोल्ड सी प्लीजांट ना डी पेनफुल। तो आम जाचे ये प्लीजांट सन कारण जेहेतु यहाँ यूरोप महादेशर कविताटी तेणु तांकर समर सनटा प्लीजांट होता है कारण शीत प्रधान देश होता है तेणु से समर सीजन उताप आनंददायक लगे से समय पिकनिक करती। तो सूर्य किरण को से उपभोग करती। नंबर 13 रही द पोएट डिस्क्राइब्स दैट द फ्रूट्स इन द गार्डन आर डैश। ऑप्शन ए राइप बी रेड सी स्वीट डी अच्छी बिग पाचिला लाल मीठा ना बड़। तो कवि वर्णना कर बगीचार फल गुड़िक किपरि ना ऑप्शन ए हम राइप। तो राइप फ्रूट्स बोली कहुई कवितार ठीक अच्छे। नंबर 14 रही व्हेयर कैन वी फाइंड टॉल ट्रीज आज डिस्क्राइब्ड इन ऑल थिंग्स ब्राइट एंड ब्यूटीफुल। तो व्हेयर तो क्योंठार आम पाइपर ऑल ट्रीज ये समस्त वृक्ष गुड़ाक आज डिस्क्राइब्ड इन ऑल द थिंग्स ब्राइट एंड ब्यूटीफुल सौंदर्य एवं उज्ज्वल बोली जो वर्णना कराई से कौन पाइपर ना ऑप्शन ए रही इन द ग्रीनवुड बी रही बाय द रोड साइड सी अच्छी इन द फील्ड डी अच्छी ऑन द रिवर साइड ठीक अच्छे। तो कौट पाइपर आम तो ऑप्शन ए हम इन द ग्रीनवुड ठीक अच्छे सबुज जंगल में आम पाइपर। नंबर 15 रही द समर सन इज प्लीजांट टू द पोएट बिकज। तो ये ग्रीष्मकालीन सूर्य को आनंददायक बोली कहुई कवि कही कौन पाई। ऑप्शन ए अच्छी ही इज इल बी अच्छी ही बिलोंग्स टू ए कोल्ड कंट्री। नंबर सी अच्छी द समर लास्ट फॉर ए शॉर्ट पीरियड डी ही लाइक्स समर सन कौन हम। ऑप्शन बी हम ही बिलोंग्स टू ए कोल्ड कंट्री कारण आम जाचे यूरोप महादेश गुड़ाक शीत प्रधान देश अटंती जहाँ पूर्व तुमको कही सारी से समर सन टी अधिक आनंददायक होता है। नंबर 16 रही व्हेयर डू वी प्ले अकॉर्डिंग टू शेफ अलेक्जेंडर। तो आम क्योंटी खेलु कवि अनुसार बोली कहुई ए इन द मिडोज तृणभूमि ना इन द गार्डन बगीचारे ना इन द फॉरेस्ट जंगल रे इन द हाउसेस ना घरे आम क्योंटी खेलु बोली कहुई। तो कह उत्तर कौन हम। तो आंसर हम इन द मिडोज तृणभूमि बा घास पड़ी आम खेलु बोली कहुई ठीक अच्छे। नंबर 17 रही व्हेयर डू रसेस ग्रो। तो सही घास बा गुल्म गुड़िक क्योंठी बढ़ी था इन द गार्डन ना बाय द रोड साइड ना इन द फील्ड ना बाय द वाटर क्योंठी होता। तो बाय द वाटर जल मध्य से जो बेणा गच घास गच गुड़िक होता है सेटा कहुई। देखा नंबर 18 कौन रही व्हाट डू वी गैदर एवरी डे आज स्टार्टेड बाय शेफ अलेक्जेंडर। व्हाट डू वी गैदर आम कौन एकजुट करूँ बा एकत्र करूँ प्रत्येक दिन आज स्टार्टेड बाय शेफ अलेक्जेंडर जहाँकि शेफ अलेक्जेंडर द्वारा सूचित कर ठीक अच्छे। ऑप्शन ए अच्छी फ्रूट्स बी अच्छी फ्लावर्स सी अच्छी रसेस डी अच्छी वुड। तो कौन हम आंसर। तो आंसर है रसेस कवितार सीधासख अच्छी वी गैदर द रसेस एवरी डे। नंबर 19 देखा कौन रही व्हाई हैज गॉड गिवन अस आइज अकॉर्डिंग टू द पोएट। तो कवि अनुसार ईश्वर कौन पे आमको आखि देते कहुई। ए रही टू सी हिज ब्यूटीफुल क्रिएशन बी रही टू रीड बुक्स
ସି ରହିଛି ଟୁ ଲୁକ୍ ଆଟ୍ ଦ ସ୍କାଇ, ଡି ରହିଛି ଟୁ ସ୍ଲିପ୍ ଆଟ୍ ନାଇଟ୍। ଟୁ ସି ହିଜ୍ ବ୍ୟୁଟିଫୁଲ୍ କ୍ରିଏସନ୍, ତାଙ୍କ ସୁନ୍ଦର ସୃଷ୍ଟିକୁ ଦେଖିବା ପାଇଁ। ଟୁ ରିଡ୍ ବୁକ୍ସ, ବହି ଗୁଡ଼ିକ ପଢ଼ିବା ପାଇଁ। ଟୁ ଲୁକ୍ ଆଟ୍ ଦ ସ୍କାଇ, ଆକାଶକୁ ଚାହିଁବା ପାଇଁ। ଟୁ ସ୍ଲିପ୍ ଆଟ୍ ଦ ନାଇଟ୍, ରାତିରେ ଶୋଇବା ପାଇଁ। ଆମକୁ ଆଖି କାହିଁକି ମିଳିଛି? କେଉଁଟା ହେବ ଆନ୍ସର? ନା ଆନ୍ସର ହେବ ଟୁ ସି ହିଜ୍ ବ୍ୟୁଟିଫୁଲ୍ କ୍ରିଏସନ୍। କାରଣ ଆମେ ଜାଣିଛେ ଗଡ଼୍ ଇଜ୍ ଦ କ୍ରିଏଟର୍ ଅଫ୍ ଦିସ୍ ୱାର୍ଲଡ। ଓକେ, ଏ ସୃଷ୍ଟିର ସୃଷ୍ଟିକର୍ତ୍ତା ଭଗବାନ ଅଟନ୍ତି। ତ ତାଙ୍କର ସୃଷ୍ଟିକୁ ଆମେ ଦେଖିବା ପାଇଁ ସେ ଆମକୁ ଆଖି ଦେଇଛନ୍ତି। ଠିକ୍ ଅଛି। ନମ୍ବର 20 ରହିଛି ଇନ୍ ଦ ଲାଇନ୍ ହି ଗେଭ୍ ଅସ୍ ଆଇଜ୍, ହି ଷ୍ଟାଣ୍ଡସ୍ ଫର୍ ଡ୍ୟାସ୍। ତ ଏହି ଯେଉଁ ଧାଡ଼ି ରହିଛି ସିଏ ଆମକୁ ଆଖି ଦେଇଛନ୍ତି। ତ ସେଇଠି କିଏ? ନା ସେ ହେଉଛନ୍ତି ଈଶ୍ୱର ଭଗବାନ। ତ ଗଡ଼ ହେବ। ଠିକ୍ ଅଛି, ଅପସନ୍ ସି ହେବ। 21 ଦେଖିନେବା କ'ଣ ରହିଛି ହ୍ୱାଇ ହାଜ୍ ଗଡ଼୍ ଗିଭେନ୍ ଅସ୍ ଲିଭ୍ସ। ତ ଈଶ୍ୱର ଆମକୁ କ'ଣ ପାଇଁ ଓଠ ଦେଇଛନ୍ତି ବା ପାଟି ଦେଇଛନ୍ତି ବୋଲି କୁହାଯାଇଛି? ଟୁ ସିଙ୍ଗ୍ ସଙ୍ଗସ୍, ବି ଅଛି ଟୁ ଟକ୍ ୱିଥ୍ ଅଦର୍ସ, ସି ଅଛି ଟୁ ଡେଲିଭର୍ ସ୍ପିଚ୍, ଡି ଅଛି ଟୁ ଟେଲ୍ ଦ୍ୟାଟ୍ ଗଡ଼୍ ଇଜ୍ ଗ୍ରେଟ୍। ତ ସଙ୍ଗୀତ ଗାନ କରିବା ପାଇଁ, ନା ଅନ୍ୟମାନଙ୍କ ସହିତ କଥା ହେବା ପାଇଁ, ନା ଭାଷଣ ବା ବକ୍ତୃତା ଦେବା ପାଇଁ, ନା ଟୁ ଟେଲ୍ ଦ୍ୟାଟ୍ ଗଡ଼୍ ଇଜ୍ ଗ୍ରେଟ୍, ଯେ ଈଶ୍ୱର ସର୍ବଶକ୍ତିମୟ ବୋଲି ଅନ୍ୟ ଆଗରେ ବର୍ଣ୍ଣନା କରିବା ପାଇଁ ବା ତାଙ୍କର ଗୁଣଗାନ କରିବା ପାଇଁ। ତ ଠିକ୍ ଅଛି, ଅପସନ୍ ହେବ ଡି। ତ ଏଇଟା ଟୁ ଟେଲ୍ ଦ୍ୟାଟ୍ ଗଡ଼୍ ଇଜ୍ ଗ୍ରେଟ୍, ଈଶ୍ୱର ସର୍ବଶକ୍ତିମାନ ବୋଲି ଏକଥା ବର୍ଣ୍ଣନା କରିବା ପାଇଁ ସେ ଆମକୁ ଓଠ ଦେଇଛନ୍ତି। ଦେଖିବା ନମ୍ବର 22 କ'ଣ ରହିଛି ହୁ ହାଜ୍ ମେଡ୍ ଅଲ୍ ଥିଙ୍ଗସ୍ ୱେଲ୍। ଏ ସବୁକୁ କିଏ ସୁନ୍ଦର ଭାବରେ ସୃଷ୍ଟି କରିଛନ୍ତି? ନା ଈଶ୍ୱର କରିଛନ୍ତି। ଗଡ଼୍ ହେବ ଆନ୍ସର। 22A ହୁ ଆକର୍ଡିଂ ଟୁ ଦ ପୋଏଟ୍ ଇଜ୍ ଅଲମାଇଟ୍। କବିଙ୍କ ଅନୁସାରେ କିଏ ସର୍ବଶକ୍ତିଶାଳୀ? ତ ତୁମେ ଜାଣିପାରୁଥିବ ଗଡ଼୍, ମ୍ୟାନ୍, ଡେଭିଲ୍ ନା ମାଉଣ୍ଟେନ୍। ସର୍ବଶକ୍ତିଶାଳୀ ଭଗବାନ ହିଁ ହେବେ, ଗଡ଼୍ ହିଁ ହେବେ, ଈଶ୍ୱର ହିଁ ହେବେ। ଠିକ୍ ଅଛି, ଏ କ୍ୱେଶ୍ଚିନ୍ର ଆମକୁ ଅପସନ୍ର ଆବଶ୍ୟକତା ପଡ଼ିବନି, ଆମେ ସିଧାସଳଖ ଆନ୍ସର ଦେଇପାରିବା। 24 ରହିଛି ଗଡ଼୍ ଇଜ୍ ଅଲମାଇଟ୍ ମିନ୍ସ, ଈଶ୍ୱର ସର୍ବଶକ୍ତିମାନ ବା ସର୍ବଶକ୍ତିଶାଳୀ ବୋଲି ଅର୍ଥ କ'ଣ? ନା ଗଡ଼୍ କ୍ୟାନ୍ ସି ଏଭ୍ରିଥିଙ୍ଗ, ଈଶ୍ୱର ସବୁକିଛି ଦେଖିପାରନ୍ତି। ନା ଗଡ଼୍ କ୍ୟାନ୍ ଡୁ ଏଭ୍ରିଥିଙ୍ଗ, ଈଶ୍ୱର ସବୁକିଛି କରିପାରନ୍ତି। ନା ଗଡ଼୍ ଇଜ୍ ମୋଷ୍ଟ ପାୱାରଫୁଲ୍, ଈଶ୍ୱର ସର୍ବଶକ୍ତିଶାଳୀ। ନା ଗଡ଼୍ ଲଭ୍ସ ଅଲ୍, ନା ଈଶ୍ୱର ସମସ୍ତଙ୍କୁ ଭଲ ପାଆନ୍ତି। ତ କେଉଁଟା ହେବ ଆନ୍ସର? ତ ଆନ୍ସର ହେବ ଗଡ଼୍ ଇଜ୍ ମୋଷ୍ଟ ପାୱାରଫୁଲ୍, ଈଶ୍ୱର ହେଉଛନ୍ତି ସର୍ବଶକ୍ତିଶାଳୀ। ଠିକ୍ ଅଛି। 25 ରହିଛି ହ୍ୱେନ୍ ଡଜ୍ ଦ ସ୍କାଏ ଲୁକ୍ ବ୍ରାଇଟ୍। ତ ଆକାଶ କେତେବେଳେ ଆମକୁ ଉଜ୍ଜଳ ଦେଖାଯାଏ? ଇନ୍ ଦ ମର୍ଣ୍ଣିଂ, ବି ଅଛି ଇନ୍ ଦ ଇଭିନିଂ, ନା ବୋଥ୍ ଇନ୍ ଦ ମର୍ଣ୍ଣିଂ ଆଣ୍ଡ ଇଭିନିଂ, ଡି ଅଛି ଆଟ୍ ଦ ନାଇଟ୍। ତ କେଉଁଟା ହେବ? ଆମେ ଜାଣିଛେ ଏ କ୍ୱେଶ୍ଚିନ୍ ଆମେ ପୂର୍ବରୁ କରିଦେଇଛେ। ତ କ'ଣ ହେବ? ନା ବୋଥ୍ ଇନ୍ ଦ ମର୍ଣ୍ଣିଂ ଇନ୍ ଦ ଇଭିନିଂ, ଉଭୟ ସକାଳ ଏବଂ ସନ୍ଧ୍ୟାବେଳେ ଆକାଶ ଆମକୁ ଉଜ୍ଜଳ ଦେଖାଯାଇଥାଏ। ଠିକ୍ ଅଛି। ଦେଖ ନମ୍ବର 26 କ'ଣ ରହିଛି ଦ ପୋଏଟ୍ ଅଫ୍ ପୋଏମ୍ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ଇଜ୍ ଡ୍ୟାସ୍। ଦ ପୋଏଟ୍ ଅଫ୍ ପୋଏମ୍, ଏ କବିତାର କବି, ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ଲେଖିଛନ୍ତି ସେ କିଏ? ନା C.F. ଆଲେକ୍ଜାଣ୍ଡାର। ତ ଅପସନ୍ ବି ହେବ। ଠିକ୍ ଅଛି। 27 ରହିଛି ହ୍ୱାଟ୍ ଆର୍ ଦ ଲିଟିଲ୍ ଥିଙ୍ଗସ୍ ଦ୍ୟାଟ୍ ଦ ପୋଏଟ୍ ଟକ୍ସ ଏବାଉଟ୍। କେଉଁ କ୍ଷୁଦ୍ର ଜିନିଷ ବିଷୟରେ ଈଶ୍ୱର କହୁଛନ୍ତି ଏଠି? ମେନ୍ ଆଣ୍ଡ ଆନିମଲ୍ସ, ଆନିମଲ୍ ଆଣ୍ଡ ବାର୍ଡ଼ସ୍, ଫ୍ଲାୱାର ଆଣ୍ଡ ବାର୍ଡ଼ସ୍, ଟ୍ରିଜ୍ ଆଣ୍ଡ ଫ୍ରୁଇଟ୍ସ। ତ କ'ଣ ଆନ୍ସର ହେବ? ତ 27 ସି ହେବ। ଫ୍ଲାୱାର୍ସ ଆଣ୍ଡ ବାର୍ଡ଼ସ୍ ବିଷୟରେ କବି ଏଠି ବର୍ଣ୍ଣନା କରିଛନ୍ତି। 28 ଦେଖିବା କ'ଣ ରହିଛି ଆକର୍ଡିଂ ଟୁ ଦ ପୋଏଟ୍। ତ କବିଙ୍କ ଅନୁସାରେ ମ୍ୟାନ୍ ସୁଡ୍ ବି ଗ୍ରେଟଫୁଲ୍ ଟୁ ଗଡ଼୍ ବିକଜ୍, ତ ମଣିଷ ସବୁବେଳେ ଈଶ୍ୱରଙ୍କ ପାଖରେ କୃତଜ୍ଞତା ହେବା ଉଚିତ। ତ କ'ଣ ପାଇଁ? କାରଣ କ'ଣ? ଏ ଅଛି ଗଡ଼୍ ହାଜ୍ ମେଡ୍ ଏଭ୍ରିଥିଙ୍ଗ, ଈଶ୍ୱର ସବୁକିଛି ସୃଷ୍ଟି କରିଛନ୍ତି। ବି ଅଛି ଗଡ଼୍ ଇଜ୍ ଅଲମାଇଟ୍, ଈଶ୍ୱର ଶକ୍ତିଶାଳୀ। ସି ଅଛି ଗଡ଼୍ ଇଜ୍ ହେଲ୍ପଫୁଲ୍, ଈଶ୍ୱର ସବୁବେଳେ ସହାୟତାକାରୀ। ଡି ଅଛି ଗଡ଼୍ ନୋଜ୍ ଏଭ୍ରିଥିଙ୍ଗ, ଈଶ୍ୱର ସବୁକିଛି ଜାଣନ୍ତି। ତ କୁହ ଅପସନ୍ କେଉଁଟା ହେବ ଆନ୍ସର? ତ ଆନ୍ସର ହେବ ଏ ଗଡ଼୍ ହାଜ୍ ମେଡ୍ ଏଭ୍ରିଥିଙ୍ଗ, ଈଶ୍ୱର ସବୁକିଛି ସୃଷ୍ଟି କରିଛନ୍ତି। ତ ତାଙ୍କ ସୃଷ୍ଟିରେ ଆମେ ସବୁକିଛି ଉପଭୋଗ କରୁଥିବାରୁ ତାଙ୍କ ପ୍ରତି ଆମେ କୃତଜ୍ଞତା ରହିବା ଉଚିତ। ଠିକ୍ ଅଛି। ଦେଖିବା 29 କ'ଣ ରହିଛି ବାଇ ପର୍ପଲ୍ ହେଡେଡ୍ ମାଉଣ୍ଟେନ୍ ଦ ପୋଏଟ୍ ଟକ୍ସ ଏବାଉଟ୍ ଡ୍ୟାସ୍। ତ ଏଠି କବି ଦ୍ୱାରା କ'ଣ କହୁଛନ୍ତି? ଦ ଫୁଟ୍ ଅଫ୍ ଦ ମାଉଣ୍ଟେନ୍, ନା ଦ ଟପ୍ ଅଫ୍ ଦ ମାଉଣ୍ଟେନ୍, ନା ଦ ସାଇଡ୍ ଅଫ୍ ଦ ମାଉଣ୍ଟେନ୍, ନା ଦ ମିଡଲ୍ ଅଫ୍ ଦ ମାଉଣ୍ଟେନ୍। ତ ଯେଉଁ ପର୍ପଲ୍ ହେଡ୍ ବୋଲି କୁହାଯାଇଛି, ତ ହେଡ୍ ମାନେ ସବୁବେଳେ ଟପ୍ଟା ହିଁ ହେଇଥାଏ ନା। ତ ଆମର କ'ଣ ଆନ୍ସର ହେବ? ଦ ଟପ୍ ଅଫ୍ ଦ ମାଉଣ୍ଟେନ୍ ହେବ। ଅପସନ୍ ବି ହେବ। ତ ହେଡ୍ ଅଛି ମାନେ ତୁମେ ଟପ୍କୁ ହିଁ ବାଛି ନେବ। ଠିକ୍ ଅଛି। ନମ୍ବର 13 ଦେଖିବା କ'ଣ ରହିଛି। ନମ୍ବର 13 ରହିଛି ଦ ପୋଏମ୍ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ହାଜ୍ ବିନ୍ ଇନକ୍ଲୁଡେଡ୍ ଇନ୍ ଡ୍ୟାସ୍ ହାଇମ୍ ଫର୍ ଚିଲଡ୍ରେନ୍, ନା ଖ୍ରୀଷ୍ଟମାସ୍ ସ୍କୁଲ୍,
ନା ୱାନ୍ସ ଇନ୍ ଏ ରୟାଲ ଡେଭିଡ୍ସ ଡେ ନା ଭର୍ସ ଅଫ୍ ହୋଲି ସିଜନ୍। ତ କେଉଁଟା ହେବ ଅପସନ୍ ହେବ ତ ହାଇମ୍ ଫର୍ ଚିଲଡ୍ରେନ୍। ତ ପିଲାମାନଙ୍କ ପାଇଁ ଏକ ସ୍ତୁତି ବା ସ୍ତବ ବୋଲି କୁହାଯାଇଛି। ଠିକ୍ ଅଛି, ଏ କବିତାର ସାରାଂଶ ଏହା ରହିଛି। ଆମେ ଈଶ୍ୱରଙ୍କୁ ସବୁବେଳେ ତାଙ୍କର ସୃଷ୍ଟି ପାଇଁ କୃତଜ୍ଞତା ଜ୍ଞାପନ କରିବା ପାଇଁ କୁହାଯାଇଛି। ନମ୍ବର 31 ଇନ୍ ଦ ଲାଇନ୍ ହି ମେଡ୍ ଦେୟାର ଗ୍ଲୋଇଂ କଲର୍ସ। ତ ଏହି କବିତାରେ ବା ଏହି ଲାଇନ୍ରେ ଯେଉଁ ଲେଖା ହେଇଛି କି ସେ ତିଆରି କରିଛନ୍ତି ସେମାନଙ୍କର ଚକମକି ରଙ୍ଗ। ଠିକ୍ ଅଛି, ତ ଏଠି ଦେୟାର କାହାକୁ ବୁଝାଉଛି, କାହା ପାଇଁ ଲେଖାଯାଇଛି। ଯଦି ପଢ଼ିଥାନ୍ତା ହି କାହା ପାଇଁ ବ୍ୟବହାର ହେଇଛି, ହି ମେଡ୍, ତ ହି ହେଉଛି ଗଡ଼ଙ୍କ ପାଇଁ ବ୍ୟବହାର ହେଇଛି, କାରଣ ଗଡ଼ ସୃଷ୍ଟି କରିଛନ୍ତି ନା। ଦେୟାର ହେଉଛି କାହାର ନା ଫ୍ଲାୱାର୍ସ, ପୁଷ୍ପମାନଙ୍କର ଗ୍ଲୋଇଂ ଚମକୁଥିବା ରଙ୍ଗ। ଠିକ୍ ଅଛି, ତ ଏଇ ଯେଉଁ ଦେୟାରଟା ଏଠି କାହା ବ୍ୟବହାର ହେଇଛି ନା ଫ୍ଲାୱାର୍ସ ବ୍ୟବହାର ହେଇଛି। ହି ପଢ଼ିଥିଲେ ସେଟା ଗଡ଼ ହେଇଥାନ୍ତା। ଠିକ୍ ଅଛି, ତ 31 ଏ ଆନ୍ସର ହେବ। ତ 32 ଦେଖିବା କ'ଣ ରହିଛି ଇନ୍ ଦ ଲାଇନ୍ ହି ମେଡ୍ ଦେୟାର ଟିନି ୱିଙ୍ଗସ୍ ଦ ୱାର୍ଡ। ତ ଏଇ ଯେଉଁ ଲାଇନ୍ରେ ଲେଖାଯାଇଛି କି ସେମାନଙ୍କର କ୍ଷୁଦ୍ର ଡେଣା, ଦେୟାର କାହା ବ୍ୟବହାର ହେଇଛି ତ ସେମାନଙ୍କର ମାନେ କାହାର ନା ଚଢ଼େଇମାନଙ୍କର। ଦେୟାର ଏଠି ବାର୍ଡ଼ସ୍ ବ୍ୟବହାର ହେଇଛି, ହି କେବଳ ଗଡ଼ ବ୍ୟବହାର ହେଇଛି। ଠିକ୍ ଅଛି, ତ ଏଇଠି ସରିଯାଇଛି ତୁମର এই ବିଷୟଟି। ଏହାର ଇମ୍ପୋର୍ଟାଣ୍ଟ MCQ ଗୁଡ଼ାକ ଆମେ ଦେଇଦେଲେ ତୁମେ ପ୍ରିପେୟାର ହୋଇପାରିବ, ଯାହା ତୁମକୁ ଏକ୍ଜାମ୍ରେ ହେଲ୍ପଫୁଲ୍ ରହିବ। ଠିକ୍ ଅଛି, ଥ୍ୟାଙ୍କ ୟୁ ଫର୍ ୱାଚିଂ।